ସବୁଆଡ଼େ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଧୁମଧାମର ସହ ପାଳିତ କରାଯାଉଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହେଲା ଗ୍ରାମରେ ମଧ୍ୟ ହନୁମାନ ଜୟନ୍ତୀକୁ ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ସହେଲା ହନୁମାନ ଜୟନ୍ତୀ କମିଟି ଓ ଗ୍ରାମବାସୀଙ୍କ ଉଦ୍ୟମରେ ସହେଲା କେନାଲ ଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ। ସକାଳୁ ସୂର୍ଯ୍ୟ ପୂଜାଠୁ ଆରମ୍ଭ କରି 108 ହନୁମାନ ଚାଳିଶା ପାଠ ସହ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଛି। ଏଥିରେ ଧରିଣୀ ମିହିର ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବେ କାର୍ଯ୍ୟ ତୁଳାଇଥିଲେ। ଏହି ଅବସରରେ ବୈଠକି ଓ ରାମଲୀଳାର ଆୟୋଜନ କରାଯାଇଛି। ନୂଆପାଲି ଓ ଖଲିଆପାଲି ବୈଠକି ଦଳ ରୋମାଞ୍ଚକର ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ରାମଲୀଳାର ଭବ୍ୟ ଆୟୋଜନ କରାଯାଇଥିଲା। ଭକ୍ତଙ୍କୁ ପଣା ସରବତ ଏବଂ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଭକ୍ତମାନେ ବହୁ ସଂଖ୍ୟାରେ ଆସି ପ୍ରଭୁ ଶ୍ରୀ ହନୁମାନଙ୍କ ଆଶୀଷ ଲାଭ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଉପଭୋଗ କରିଥିଲେ। ତତ୍ଫାନ ପ୍ରଧାନ, ହରି ପ୍ରଧାନ, ରାଜୁ, ରାଜେଶ, ଲକ୍ଷ୍ମଣ, ଗୌରାଙ୍ଗ, ଧରଣୀ, ସୁଶାନ୍ତ ମେହେର ସହ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ। जयंतीटा आरंभ बेला आम मार्च 5 तारिख रे आम हनुमान मूर्तिटा स्थापन कलु आर प्रथम वर्ष हिसाब एथर जयंती पालन करूँ धूमधाम रे गाँव समस्ते एक होकर आर एटा महाविषुव संक्रांति आ हनुमान जयंती से गाँव समस्ते मिसिकी भल से केमती हेबा सकालू आम हनुमान चालीसा पाठ होकर होम यज्ञ होकर आम बालभोग सब प्रसाद सेवन होकर लोग बहुत धूमधाम रे आसिक भल से सब प्रोग्राम चली प्रसाद सेवन पर बैठकी हे और राति रामलीला आम कल्याण मंडप ठारे आयोजन कराहब। गाँव समस्ते आसिक दर्शन कर बहुत खुश समस्ते खुशी आसिक दर्शन कर गाँव समस्ते बाहर जिते रास्तार गला आसला लोक सब खुशी समस्त बहुत आग्रह अच्छी।